नमस्कार ମୋ ନାମ ଦେବଶିଷ ପଣ୍ଡା। ଆଜି କିଛି ଭଲ କଥା ଜାଣିବା ଜୀବନ ବିଷୟରେ। ଦେଖନ୍ତୁ ଏଇ ଦୁନିଆରେ ନା ସମସ୍ତଙ୍କ ପାଖରେ କିଛି ନା କିଛି ଦୁଃଖ ଅଛି। ଦୁଃଖ ଅଛି ଯଦି ସୁଖ ବି ଅଛି, କିନ୍ତୁ ଦୁଃଖ ସମୟରେ ନା ଆମେ ବହୁତ ଚିନ୍ତା କରିଦିଅନ୍ତି ଯେ ଦୁଃଖଟା କାହିଁକି ଆସିଲା ମୋ ଜୀବନକୁ। ମୋ ପାଖକୁ ହିଁ କାହିଁକି ଆସିବାର ଥିଲା, ଆଉ କାହା ପାଖକୁ କାହିଁକି ଆସିଲାନି। ଏଇଟା କେବେ ବି ଆପଣ କରିବେନି। ଏଇଟା ଆପଣ ହିଁ କରୁନାହାନ୍ତି, ଆପଣଙ୍କ ଭିତରେ ଥିବା ମନ ଏହି ଜିନିଷଟାକୁ ପୁନର୍ବାର ଭାବିଦିଏ। ଆଉ ସବୁବେଳେ ଯେତେବେଳେ ଏଇ ଜିନିଷଟା ଭାବେ ନା, ସେତେବେଳେ ଆପଣଙ୍କର ମନ ଭିତରେ ଚିନ୍ତା ସୃଷ୍ଟି ହୁଏ। ସୋ ତେଣୁକରି ମୁଁ ଗୋଟାଏ ଜିନିଷ ହିଁ କହୁଛି, ମଣିଷର ସବୁଠୁ ବଡ ଜିନିଷ ହଉଛି, ମାନେ ବଡ ସମ୍ପତ୍ତି ହଉଛି ତା ମନ। ମଣିଷ ତା ମନକୁ କିପରି ବଶ କରୁଛି, କେମିତି କଣ୍ଟ୍ରୋଲ କରୁଛି, ସେଇଟା ଯଦି ଆପଣ ଜାଣିଦେବେ ନା, ଜୀବନରେ ବହୁତ କିଛି କରିବେ। ଜାଣିବାରେ ବି କିଛି କଥା ନୁହେଁ, ସମସ୍ତେ ଜାଣିପାରିବା। ସବୁଠୁ ବଡ ଜିନିଷ ହଉଛି ତାକୁ ଆକ୍ସନ କରିବା, ମାନେ କାର୍ଯ୍ୟକ୍ଷମ କରିବା। ସମସ୍ତେ ତାଙ୍କ ତାଙ୍କ ଲାଇଫକୁ କେମିତି କଣ୍ଟ୍ରୋଲ କରିବେ କେମିତି ନାହିଁ ସେଇଟା ଅଲଗା କଥା। ଆମେ ସମସ୍ତେ ଆମ ଜୀବନକୁ କଣ୍ଟ୍ରୋଲ କରିପାରିବା ଯଦି ଆମେ ଆମ ମନକୁ କଣ୍ଟ୍ରୋଲ କରିପାରିବା। ସେଥିପାଇଁ ତ ଭଗବାନ ଶ୍ରୀକୃଷ୍ଣ ଗୀତାରେ ଲେଖିଛନ୍ତି, ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି, କୃଷ୍ଣ ଅର୍ଜୁନକୁ ଏହା କହୁଛନ୍ତି ଯେ ଅର୍ଜୁନ ତୁମେ ତୁମର ମନକୁ ବଶ କରିଦିଅ, ତମେ ଏ ଯୁଦ୍ଧ ଜିତିବା କିଛି ବି ଅସମ୍ଭବ ନୁହେଁ। ସେଇ କହିଲେ ଯେ କୃଷ୍ଣ ମନ ତ ପ୍ରାୟତଃ ସ୍ୱଭାବତଃ ଚଞ୍ଚଳ। ମନ ଏଣେ ତେଣେ ଗତି କରିଦିଏ, କେତେବେଳେ କଣ କରିଦିଏ ସେ ମନ ସକ୍ ଲାଗେ ତାକୁ। ପୁଣି ଅତି ପ୍ରବଳ ଓ ଦୃଢ, ପ୍ରବଳ ମାନେ ଅଧିକ ଗତିରେ ଗତି କରିଦିଏ ଆଉ ଦୃଢ ବି ଯାଏ। ସେ ଇନ୍ଦ୍ରିୟ ମାନଙ୍କୁ ବିକ୍ଷିପ୍ତ କରିଥାଏ। ବାୟୁକୁ ଆୟତ କରିବା ଯେପରି ଦୁଷ୍କର, ଆମେ ବାୟୁକୁ ଚାହିଁଲେ କେବେ ରଖିପାରିବା। ଦେଖନ୍ତୁ ଆମର ଅମ୍ଳଜାନ ଯାଉଛନ୍ତି ବା ଅମ୍ଳଜାନ ଗ୍ରହଣ କରୁଛନ୍ତି, ଅଙ୍ଗାରକାମ୍ଳ ଛାଡୁଛନ୍ତି। ଆମେ ଯଦି ଚାହିଁବା ଅମ୍ଳଜାନକୁ କିଛି ରଖିବା ପାଇଁ ହାତରେ, ଆମେ ରଖିପାରୁଛନ୍ତି ନାହିଁ ନା। ସେଇଆ ହିଁ ଭଗବାନ ଅର୍ଜୁନ କୃଷ୍ଣକୁ କହୁଛନ୍ତି ଯେ ପ୍ରଭୁ ବାୟୁକୁ ଆୟତ କରିବା ଯେପରି ଦୁଷ୍କର, ମନକୁ ଆୟତ କରିବା ମଧ୍ୟ ସେପରି ଦୁଷ୍କର। ଦୁଷ୍କର ମାନେ ହଉଛି କଠିନ। କଠିନ ବାୟୁକୁ ଯେପରି ଧରିବା କଠିନ, ସେମିତି ମନକୁ ବି କଣ୍ଟ୍ରୋଲ କରିବା ସେପରି କଠିନ ବୋଲି ଅର୍ଜୁନ କୃଷ୍ଣକୁ କହୁଛନ୍ତି। ଆମେ ପୂର୍ବରୁ ହିଁ କହିଛୁ, ମହାବୀର ଅର୍ଜୁନ ମନ ଯେ ଚଞ୍ଚଳ ଓ ତାକୁ ଆୟତ କରିବା ଯେ ଅତୀବ କଷ୍ଟକର। କୃଷ୍ଣ ବି ମାନୁଛନ୍ତି ଅର୍ଜୁନଙ୍କ କଥାକୁ, ଯେ ମନ ଗୋଟାଏ ବହୁତ ଚଞ୍ଚଳରେ ମାନେ ଗତି କରେ। ସେ ତାକୁ କଣ୍ଟ୍ରୋଲ କରିବା ଟିକେ କଷ୍ଟକର ବୋଲି କହିଛନ୍ତି। ଏହାର ଅର୍ଥ ନୁହେଁ ଯେ ଭଗବାନ କହିଛନ୍ତି ଯେ ଆକୁ ମାନେ କଣ୍ଟ୍ରୋଲ ହିଁ କରିପାରିବାନି, ମାନେ ଆକୁ ବସ ହିଁ ଆମେ କରିପାରିବାନି, ଏଇଟା ବି କହିନାହାନ୍ତି। ପ୍ରୋବ୍ଲେମ ଠିକ ଅଛି ବୋଲି ଭଗବାନ କୃଷ୍ଣ ବି ମାନୁଛନ୍ତି, କିନ୍ତୁ କହିଛନ୍ତି ଏହାର ସମାଧାନ ବି ଅଛି। କଣ ଅଛି? ସେଥିରେ କୌଣସି ସନ୍ଦେହ ନାହିଁ, ମାନେ ୟାକୁ ବହୁତ ଚଞ୍ଚଳ ବୋଲି ମନକୁ କୃଷ୍ଣ ବି ମାନୁଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହୁଛନ୍ତି। କିନ୍ତୁ ବୈରାଗ୍ୟ ଓ ଅଭ୍ୟାସ ବଳରେ ମନକୁ ସଂଯତ କରାଯାଇପାରେ। ବୈରାଗ୍ୟ ମାନେ କଣ? ବୈରାଗ୍ୟ ମାନେ କିଛି ଜିନିଷକୁ ମାନେ ମନକୁ କଣ୍ଟ୍ରୋଲ କରିବା ପାଇଁ, ମେଡିଟେସନ ଯୋଉ ଇଂଲିଶରେ କୁହାଯାଏ ନା, ସେଇଟା ହଉଛି ବୈରାଗ୍ୟ। ବୈରାଗ୍ୟର ମାନେ ହଉଛି ନିଜ ମନ ଭିତରେ କୌଣସି ଜିନିଷ ଥଟ୍ ଆସିବନି, ଖାଲି ସାଇଲେଣ୍ଟଲି ବସିବେ ଆଉ ମନକୁ ସ୍ଥିର କରିକି ବସିବେ। ଏଣେ ତେଣେ ଚିନ୍ତା କିଛି ବି କରିବେନି, ସେଇ ଷ୍ଟେଟ ଟାକୁ କୁହାଉଛି, ମାନେ ସେଇପରି ଅବସ୍ଥାକୁ କୁହାଉଛି ବୈରାଗ୍ୟ। ଆଉ ସେଇଟାକୁ ଇଂଲିଶରେ କୁହାଯାଉଛି ମେଡିଟେଟ। ଓକେ, ସୋ ଆର ମିନିଂ ହଉଛି ଏଇଆ, ଯେତେବେଳେ ତମେ ବୈରାଗ୍ୟର ସହିତ ଦେଖ, ମନର ଗୋଟେ ସିମ୍ପଲ ଏକ୍ସାମ୍ପଲ ଦଉଛି। ଦେଖ ବର୍ତ୍ତମାନ ତମେ ଏଇନେ ଯାଉଛ, ନର୍ମାଲି ଗୋଟେ ଗଳିରେ ଯାଉଛ ହେଲା, ଆଉ ଦୁଇ ସାଇଡରେ, ରାସ୍ତାର ଦୁଇ ସାଇଡରେ ପୁରା ଜଳଖିଆ ଦୋକାନ ଗୁଡାକ ଅଛି। ମନ ଖୁସି, ଜଳଖିଆ ଦୋକାନ ଗୁଡାକ ଅଛି ହେଲା। ଯାହା କିଛି ବି ଅଛି, ବିଭିନ୍ନ ପ୍ରକାର ଜଳଖିଆ, ସେ ଭିତରେ ଆଳୁଚପ, ଫଳଚପ ଆଣ୍ଡ ସିଙ୍ଗଡା, ପକୁଡି, ଯାହା କିଛି ବି ଅଛି ହେଲା। ତ ତମେ ସେଇ ରାସ୍ତା ଦେଇକି ଯାଉଛ,
ବୁଝୁଛ ନା ନାଇଁ? ତମ ପାଖରେ ପଇସା ବି ନାହିଁ, ପଇସା ବି ନାହିଁ, ବସ୍ ଖାଲି ଫୋନ ଟି ଅଛି। ଆଉ ଫୋନରେ ଫୋନ ପେ ଟା ଅଛି ଇନଷ୍ଟଲ ହେଇକି, ତାଙ୍କର ବ୍ୟାଙ୍କ ଆକାଉଣ୍ଟ ହେଲା, ୟୁପିଆଇ ହେଲା, ଲଗଇନ ହେଇକି ଅଛି, କିନ୍ତୁ ପଇସା ନାହିଁ ସେଥିରେ ହେଲା। ତମେ ନର୍ମାଲି ଯାଉଛ, ମାନେ ରୁମକୁ ଯାଉଛ ବୋଲି ଭାବିଦିଅ, ଘରକୁ ଯାଉଛ ବୋଲି ଭାବିଦିଅ ହେଲା। ତ ମନ କହିଲା କଣ ନା ଚାଲ ଖାଇଦବା ଟିକେ, ମେଘୁଆ ପାଗଟା ସେଇ ଟାଇମରେ ହେଲା କି, ତ ମନ କହିଲା ଚାଲ ଟିକେ ଖାଇଦେଇକି ଆରାମସେ ପଳେଇବା, ଭଲ ପାଗଟା ହେଇଛି, ନ ଖାଇଲେ ଭଲ ଲାଗିବନି। ତ ତମେ ସେଇଠିକି ପଳେଇଲ, କିନ୍ତୁ ମୋର ପଇସା ନଥିଲା, ମନ କଣ କରିବ ଜାଣିଛ ନା? କାହାକୁ କଲ୍ କରିବ ଯେ ଭାଇ କଣ୍ଟ୍ରୋଲ କରିବ, ଆଉ କିଛି ନାହିଁ। ଯେ ଯେମିତି ମନକୁ କଣ୍ଟ୍ରୋଲ କରିଦେଲା, ତା ଲାଇଫ ସେତେ ସିମ୍ପଲ ହେଇଗଲା। ବୁଝିଲେ? ଏମିତି ଭାବନ୍ତୁ ଆପଣ 10,000 ଟଙ୍କା କମାଉଛନ୍ତି କି ଯାହା କିଛି କମାଉଛନ୍ତି ମାସକୁ, କିନ୍ତୁ ଆପଣ ଚାହୁଁଛନ୍ତି ଗୋଟେ କାର୍ କିଣିବା ପାଇଁ, ଆଉ ଲୋନରେ କରିକି କାର୍ ଗୋଟେ କିଣିଦେଲେ, ଲୋନରେ କାର୍ ଗୋଟେ କିଣିଦେଲେ। ଦେଖନ୍ତୁ ଗୋଟେ ଜିନିଷ ମନେ ରଖନ୍ତୁ, କିଛି ଜିନିଷ କିଣିବା ବଡ କଥା ନୁହେଁ, ତାକୁ ମେଣ୍ଟେନ କରିବା ବହୁତ ବଡ କଥା। ଆପଣ ଗୋଟେ ଆଇଫୋନ କିଣିଦେଲେ 16,000 ଟଙ୍କା, ସରି 16,000 କହୁଛି, ବାକି କେତେ ଦେଇକି ଯାହା କିଛି ବି ମୁଁ ପ୍ରାଇସ୍ ଜାଣିନି, 2 लाख, ओके 1 लाख, ओके, तो 2 लक्ष भावନ୍ତୁ, 2 लक्ष ଦେଇକି କିମ୍ବା ଲକ୍ଷେ ଦେଇକି ଆପଣ ଗୋଟେ ଆଇଫୋନ କିଣିବେ। ଆଇଫୋନ କିଣିଦେବାଟା ବଡ କଥା ନୁହେଁ, ଆଇଫୋନକୁ ମେଣ୍ଟେନ କରିବା ବହୁତ ବଡ କଥା। ଆଇଫୋନରେ ଜାଣିଛନ୍ତି ଯେମିତି ଆମର ଆଣ୍ଡ୍ରଏଡ ଫୋନରେ ପ୍ଲେ ଷ୍ଟୋର ବୋଲିକି ଗୋଟେ ଥାଏ, ଆଇଫୋନରେ ଆପ୍ ଷ୍ଟୋର ବୋଲିକି ଗୋଟେ ଥାଏ ହେଲା। ତ ଆପ୍ ଷ୍ଟୋରରେ କିଛି କିଛି ଆପ୍ ଅଛି ଯୋଉଟା କି ଆଣ୍ଡ୍ରଏଡ ଫୋନରେ ଫ୍ରିରେ ମିଳେ। ଆଉ ଯଦି ତମେ ପ୍ଲେ ଷ୍ଟୋରରେ ଫ୍ରିରେ ମିଳେ ଆମର ଆଣ୍ଡ୍ରଏଡର। କିନ୍ତୁ ଯଦି ଆପଣ ଯିବେ କୋଉଠିକି ଆପଲ ଫୋନ, ଆଇଫୋନକୁ, ତ ସେଠି ଅଛି ଯୋଉଟା ଏଠି ଫ୍ରି ସେଟା ପଇସା ଦିଆ। ଆପଣ ଏଠି ଫ୍ରିରେ ପାଉଥିବେ କଣ୍ଟେଣ୍ଟ, କିନ୍ତୁ ସେଠି ପଇସା ଦେଇକି ଏକ୍ସେସ କରିବାକୁ ପଡିବ। ତ ଭାବନ୍ତୁ, ଗାଡି କିଣି ଦେଇଛନ୍ତି କିଛି ଅସୁବିଧା ନାହିଁ, ଗୋଟେ ବାଇକ୍ କିମ୍ବା ବଡ ଗୋଟେ ଗାଡି ବୁଲେଟ କିଣିଥିଲେ, କିନ୍ତୁ ତାକୁ ପେଟ୍ରୋଲ ପକେଇକି ଚଲେଇବାର ସକ୍ଷମ ଥିବା ଦରକାର, ପଇସା ଥିବା ଦରକାର, ନହେଲେ ଗାଡି ବି ସମସ୍ତେ କିଣିଦେବେ ଏ ଦୁନିଆରେ। ବୁଝିଲେ? ସ୍ୱର ଆସୁଛି କି ନାହିଁ ବେଳେ ବେଳେ, ଯେ ଏଇଟା କରିନିରେ ଭୁଲ ଅଛି, କିଛି ଆସୁଥିବ, ଲାଗୁଛି ମତେ ଯାହା ସମସ୍ତଙ୍କର ଥଟ୍କୁ ଆସୁଥିବ, ସମସ୍ତଙ୍କ ମାଇଣ୍ଡକୁ ବି ଆସୁଥିବ, ଆଉ ଗ୍ୟାରେଣ୍ଟି ଆସୁଥିବ, ଏମିତି ନ୍ୟୁଜ ଆସୁନଥିବ, ଆସୁଥିବ। ସେଠି ହିଁ ଜାଣନ୍ତୁ, ସେଇ ହିଁ କିଛି ଗୋଟେ ଭିତରେ ଅଛି। ଏଟା କଣ ସେଇଟା ବି ଜାଣନ୍ତୁ, ମୁଁ କହୁନି ଆତ୍ମାକୁ ଜାଣନ୍ତୁ, ମୁଁ କହୁଛି ସେ ଭିତରେ ଯାହା ବି ଅଛି ନା, ଯାହା ବି ଆପଣଙ୍କୁ ଫିଲ୍ ହଉଛି ଯେ କଣଟା ମତେ କହିଲା ଏଇଟା ଠିକ ଥିଲା, ସେଇଟା କିଏ ଥିଲା ସେଇଟା ତ ଜାଣନ୍ତୁ। ମୁଁ କହୁନି ଆତ୍ମା ଗୋଟେ ଚୋର ଲୁଚିକି ରହିଛି, ଆପଣ ବାହାର ଚୋରକୁ ଖୋଜିକି କଣ କରିବେ? ପ୍ରଥମେ ଭିତର ଚୋରକୁ ଖୋଜନ୍ତୁ, ତାପରେ ବାହାର ଚୋରକୁ ଆପଣ ଖୋଜିବା ପାଇଁ ଯିବେ। ଆଉ ଭିତର ଚୋରକୁ ଆପଣ ଖୋଜୁନଥିବେ, ବାହାର ଚୋରକୁ ଖୋଜିବା ପାଇଁ ଯିବେ, ଆରେ ଭିତରେ ହିଁ ଚୋର ଅଛି, ଘରର ଲୁଟିକି ନେଇଯାଉଛି ସିଏ। ସେଇ ଚୋରକୁ ପ୍ରଥମେ ବୁଝନ୍ତୁ ହେଲା, ଖୋଜନ୍ତୁ ସେ ଚୋରଟା କିଏ। କିଛି ଅସୁବିଧା ନାହିଁ, ଟାଇମ ଦେଖନ୍ତୁ, ବାହାର ଚୋରକୁ ଖୋଜିବାରେ ଯେତିକି ଟାଇମ ଲାଗେ ଭିତର ଚୋର ଖୋଜିବା ପାଇଁ ଆମକୁ ଲାଗୁଛି ସେତେ ଟାଇମ ଲାଗିବନି ହେଲା। କାହିଁକି ନା ଆପଣ ଭିତରେ ହିଁ ଜାଣିଛନ୍ତି ଅଙ୍ଗ ପ୍ରତ୍ୟଙ୍ଗ କୋଉଠି କଣ ସବୁ ଆପଣଙ୍କର ଆପଣଙ୍କର ଆପଣ ଆପଣଙ୍କ ବଡିକି ଜାଣିଛନ୍ତି। ବାହାରେ କେତେ ଜାଗା ଅଛି ଦୁନିଆରେ, ସାରା ପୃଥିବୀରେ କେତେ ଜାଗା ବୁଲି ବୁଲି ଖୋଜିବେ ତାକୁ। ସେ ପ୍ରଥମେ ନିଜ ଭିତରେ ହିଁ ନିଜକୁ ଖୋଜନ୍ତୁ, ତାପରେ ଦୁନିଆକୁ ଖୋଜିବେ, କିଛି ଅସୁବିଧା ନାହିଁ। ଦେଖନ୍ତୁ ଏଠି ଦୁନିଆରେ ସମସ୍ତେ ନା କିଛି ନା କିଛି ପ୍ରୋବ୍ଲେମ ହିଁ ଅଛନ୍ତି, ମାନେ ଅସୁବିଧାରେ ହିଁ ଅଛନ୍ତି। ସେ 1,00,000 ଟଙ୍କା କମେଇବା ବାଲା ବି ଅସୁବିଧାରେ ଅଛି, 2,00,000 ବାଲା କମେଇବାର ଅସୁବିଧାରେ ଅଛି, 3,00,000 ବାଲା ବି ଅଛି, କିଛି ନ କମେଇବା ବାଲା ବି ଅଛି, 1,000 ଟଙ୍କା କମେଇବା ବାଲା ବି ଅଛି, କିଛି ନାହିଁ। ମାନେ ଭାବନ୍ତୁ ଏ ଦୁନିଆରେ ସମସ୍ତେ ଅସୁବିଧାରେ ଅଛନ୍ତି ହେଲା। କାହିଁକି ଅଛନ୍ତି? ଆମେ ବି ଅଛୁ, ଆମେ ଏଠୁ ବାହାରିନୁ, ସମସ୍ତେ ଏଠି ଅସୁବିଧାରେ ଅଛନ୍ତି, ଆମେ ବି ଅଛୁ, ଆପଣ ବି ଅଛନ୍ତି, ସମସ୍ତେ ସେ ଅସୁବିଧାରେ ଅଛନ୍ତି। ବାସ୍ ଖାଲି କାହାକୁ କେମିତି ସଲ୍ୟୁସନ ଦରକାର, କାହାକୁ କେମିତି ସମାଧାନ ଦରକାର ସେଇଟାକୁ ହିଁ ବୁଝନ୍ତୁ, ତାର ସଲ୍ୟୁସନ ବହୁତ ବଢିଆ ହବ। କିଛି ଅସୁବିଧା ନାହିଁ, ସମସ୍ତେ ସମସ୍ତଙ୍କ ଲାଇଫକୁ ଭଲସେ ବଞ୍ଚିବା ଦରକାର ହେଲା, ଏତିକି ମନେ ରଖନ୍ତୁ। ଆଉ ଗୋଟେ ଜିନିଷ, ସରଳତା ବନିକି ରୁହନ୍ତୁ, ସରଳ ହେଇକି ରୁହନ୍ତୁ, କିନ୍ତୁ ଗୋଟେ ଜିନିଷ ମନେ ରଖନ୍ତୁ, ଆପଣଙ୍କର ସରଳତାର ଯଦି କିଏ ଫାଇଦା ଉଠଉଛି ନା, ସେଇଟା ହେବାକୁ ଦିଅନ୍ତୁନି।
ଏଠି ସମସ୍ତେ ବଞ୍ଚିଛନ୍ତି ଆପଣଙ୍କ ସରଳତାର ଫାଇଦା ଉଠାଇବା ପାଇଁ। ଆପଣଙ୍କ ସରଳତାର ଫାଇଦା ଉଠାଇବା ପାଇଁ ଏଠି ସମସ୍ତେ ବଞ୍ଚିଛନ୍ତି। ଆପଣ ଇମାଜିନ୍ କରିପାରିବେନି, ଆଗକୁ ଯାଆନ୍ତୁ ଦେଖିବେ ଆପଣଙ୍କ ସରଳତାକୁ ନା ସରଳତାର ଫାଇଦା ଉଠାଇବା ପାଇଁ ବଞ୍ଚିଛନ୍ତି ସମସ୍ତେ। ସମସ୍ତଙ୍କ କଥା କହିପାରିବିନି, କିଛି କିଛି ଅଲଗା, କିନ୍ତୁ ସବୁଠି ଏକ୍ସେପସନ୍ ଥାଏ, ଏଇଟା ବି ମନେ ରଖିଥାନ୍ତୁ। ତାର ଯାଉଥିବେ ସେଠିକି ମାଗିଲେ 2 ଟଙ୍କା ଦେ ଭାଇ, ଦେଖନ୍ତୁ ସେ କୋଉ କାରଣ ଯୋଗୁଁ 2 ଟଙ୍କା ମାଗୁଛି। ଖାଇବା ପାଇଁ ମାଗୁଛି ରିଏଲି ନା ସବୁ ଠିକ ଠାକ ଅଛି ତଥାପି ସେ ମାଗୁଛି, ସେଇଟା ଜାଣନ୍ତୁ ପ୍ରଥମେ। ଆପଣ ସରଳତାର ସହିତ 2 ଟଙ୍କା ନେବେ, ଭୋକ ହଉଛି ଭାଇ, ସେ ଏମିତି ମାଗିବେ ଭୋକ ହଉଛି କଣ କରିବି, ଭୋକ କେତେ ଜୋରସେ ଆପଣ ଦେଇଦେବେ। ଏଟିଏମ କାର୍ଡଟା ନେଇଯା, ମୋର ଯା ତୁ ଖା, ମୋର ପିନ୍ ଟା ନେଇଯା, ପଇସା ଉଠେଇକି ଆଣି ମୁଁ ଦେଇଦେବି। ଏମିତିକା ଯଦି ଦାନ କରିବେ ନା ସମସ୍ତଙ୍କୁ, ତାହେଲେ ଲାଷ୍ଟକୁ ଆପଣଙ୍କୁ ସେଇ ସ୍ଥାନକୁ ଆସିବାକୁ ପଡିବ। ଆପଣ ହେଲା କି ସେଇ ଜାଗାକୁ ଆସିବା ପୂର୍ବରୁ ମନେ ରଖିଥାନ୍ତୁ, ସରଳତା ରଖନ୍ତୁ, ସରଳ ହୁଅନ୍ତୁ ଦୁନିଆରେ। କିନ୍ତୁ ଆପଣଙ୍କ ସରଳତାର ଯଦି କିଏ ଫାଇଦା ଉଠାଉଛି ନା, ତାହେଲେ ସେଇ ସରଳତା ନୁହେଁ, ମନେ ରଖିଥାନ୍ତୁ। ଦୁନିଆରେ କାହାକୁ ବି ଏମିତି ଫ୍ରି କରିଦିଅନ୍ତୁନି, ଆପଣ ଜୀବନକୁ ସେ ଫ୍ରିରେ ଏନ୍ଜୟ କରନ୍ତୁ। କରୁ କିଛି ଅସୁବିଧା ନାହିଁ, ଫ୍ରିରେ କରୁ, କିନ୍ତୁ ଦେଖନ୍ତୁ ସେ ଫ୍ରି କରିବା ଭିତରେ ନା ଆମର ଯେମିତି କିଛି ଲସ୍ ନା ହୁଏ, ଏଟାକୁ ଧ୍ୟାନ ଦିଅନ୍ତୁ, ଆଉ କିଛି ନାହିଁ। ବହୁତ ଭଲ କଥା, କିଛି ଅସୁବିଧା ନାହିଁ। ଆପଣ ଯଦି କାହାକୁ ହେଲ୍ପ କରିପାରୁଛନ୍ତି ବହୁତ ଭଲ କଥା, ବହୁତ ବଢିଆ କଥା। ତ ଏତିକି ଧ୍ୟାନ ଦିଅନ୍ତୁ, ଆପଣଙ୍କ ସରଳତାର ଯେମିତି ଫାଇଦା ନ ଉଠେ, ବହୁତ ବଡ଼ କଥା। ଏତିକି କରିଦିଅନ୍ତୁ, ଆପଣଙ୍କ ଲାଇଫ୍ ବହୁତ ବଢିଆ ହେବ, ଏନ୍ଜୟ, କିଛି ଅସୁବିଧା ନାହିଁ। ବେଳେବେଳେ ଦେଖୁଥିବେ ନା କିଛି ପ୍ରୋବ୍ଲେମ୍ସ ଆସିଲା ମାନେ ଡାଇରେକ୍ଟ ଯେତେବେଳେ ମାଇଣ୍ଡ ନା ସେଇ ଜିନିଷଟାକୁ ଫୋକସ୍ କରିବ ନା, ସେତେବେଳେ ଆମକୁ ବହୁତ ଦିକ୍କତ ହୁଏ, ମାନେ ପ୍ରୋବ୍ଲେମ କ୍ରିଏଟ୍ କରିକା ଲାଗେ। ଦେଖନ୍ତୁ ଏମିତି ଭାବନ୍ତୁ, ଆପଣ କ୍ଲାସ ରୁମରେ ବସିଛନ୍ତି, ସାର୍ ଆସିଲେ, ଆପଣ ହସୁଥିବେ ହେଲା, ଆପଣ ହସୁଥିବେ କିଛି ନାହିଁ, ସାଙ୍ଗ 2 ଜଣ 3 ଜଣ ବସିକି କଣରେ ହଉଛୁ ୟା ସେୟା ଢିଙ୍କି ମାଲ ବକର ଲାଗି ବହୁତ କଥା ହଉଥିବେ ଆପଣ ବସିକି ସେଠି କ୍ଲାସ ରୁମରେ ହେଲା। ସାର୍ ସଡନଲି ଆସିବେ, କାହିଁ ପାଟି କରୁଛ ରେ କହିକି ବାଡେଇବା ଷ୍ଟାର୍ଟ କରି କୋଶ୍ଚିନ୍ ପଚାରିକି, ବୁଝିଲେନି? ଦେଖନ୍ତୁ ସିଚୁଏସନ କେମିତି ହେଲା, କୋଶ୍ଚିନ୍ ଡାଇରେକ୍ଟ ଆସିକି ପଚାରିକି ମାରିଦେଲେ। ନେକ୍ସଟ ଟାଇମ ଆଉ ଗୋଟେ ଦିନ ଆସିଲେ, ତମ ସାଙ୍ଗରେ ଆଉ ଜଣେ ଯୋଉ ସାଙ୍ଗମାନେ ଥିଲେ ନା, ସେମାନଙ୍କ ଭିତରୁ କାହାର ଜଣଙ୍କର ଗୋଟେ ହଁ ମାନେ କିଏ ଗୋଟେ ମରିଯାଇଛି, ତ ଏମିତିଆ କିଛି ଦୁଃଖ ପଳେଇ ଆସିଛି, ତ ସେଠି କଣ କରିବ ସିଏ ନା କାନ୍ଦିବା ଷ୍ଟାର୍ଟ କଲା। ସେ ସାଇଡରେ ବସିକି ତମ ସାଙ୍ଗ ଆପଣଙ୍କ ସାଙ୍ଗ ସାଇଡରେ ବସିକି ଆପଣଙ୍କର କାନ୍ଦିଲା, ଆପଣଙ୍କ କାନ୍ଦ ଦେଖିକି ଆପଣ ବି କାନ୍ଦିଲେ। ସାର୍ ସେଇଦିନ ଯେମିତି ସାର୍ ଆସିଥିଲେ, ଆଜି ବି ସେମିତି ସାର୍ ଆସିଲେ, କିନ୍ତୁ ସେଦିନ ସାରଙ୍କ ମାଇଣ୍ଡରେ ଆପଣଙ୍କୁ କୋଶ୍ଚିନ୍ ପଚାରିକି ବାଡେଇବାର ମନୋଭାବ ପଳେଇ ଆସିଲା, କିନ୍ତୁ ଆଜି ଆପଣଙ୍କୁ ଦେଖିକି ସାର୍ ବି କାନ୍ଦିବା ଷ୍ଟାର୍ଟ କରିଦେଲେ। କଣ ପାଇଁ? ଆପଣ ସାର୍ ତାଙ୍କ ମନକୁ ଏହା କହିଲେ ଯେ ସିଏ ଏଇଟା ସମ୍ବେଦନଶୀଳର କାମ। ସେ ସେଦିନ ହସୁଥିଲେ, କଣ ପାଇଁ ହସୁଥିଲେ? ଗମା କହିକି ହସୁଥିଲେ। ଆଜି କାନ୍ଦୁଛନ୍ତି ସମସ୍ତେ, କଣ ପାଇଁ ନା ଏମିତି ଗୋଟେ ସିଚୁଏସନ। ମନ ବି ବହୁତ ଖତରନାକ। ଆପଣ ଯଦି ବହୁତ ଖୁସିରେ ହେଇକି ଥିବେ ନା, ଖୁସି ହେଇକି ଥିବେ, ଅନ୍ୟ ଜଣେ ଆସିକି ଆପଣଙ୍କୁ କନ୍ଦେଇବା ପାଇଁ ଟ୍ରାଏ କରିବେ। ଆପଣ ଯଦି କାନ୍ଦୁଥିବେ, ଅନ୍ୟ ଜଣେ ଆସିକି ଆପଣଙ୍କୁ ଖୁସି କରିବା ପାଇଁ ଟ୍ରାଏ କରିବେ। ସୋ ଦେଖନ୍ତୁ କିଛି ଅସୁବିଧା ନାହିଁ, ଯାହାକୁ ଯିଏ ଯେମିତି ଲାଇଫକୁ ବୁଝିଛି ସେ ସେମିତି କାମ କରିବ, ଆମର ଆଉ କିଛି କରିବାର ନାହିଁ। ବସ୍ ଥ୍ୟାଙ୍କ ୟୁ, ଟେକ୍ କେୟାର, ଆଣ୍ଡ ନେକ୍ସଟ